ମୁଁ ଦଳରୁ ମାନେ ବ୍ୟକ୍ତିଗତ କାରଣରେ ଇସ୍ତଫା ଦେଇଛି, କିନ୍ତୁ ମୁଁ ଯେଉଁ ଶିକ୍ଷୟିତ୍ରୀ ଜୀବନରୁ ଆସିକି ପହଞ୍ଚିଲି, ରାଜନୀତିର ପାଦ ଥାପିଥିଲି, ମୁଁ ଭାବିଥିଲି କିଛି ଗରିବ ଲୋକଙ୍କର ସେବା କରିବା ପାଇଁ। କିନ୍ତୁ ଯେତେବେଳେ ଆମର ବର୍ତ୍ତମାନ ସରକାର ଚେଞ୍ଜ ହେଇଛି, ମୁଁ କାମଦାମ ପାଇଁ ଆମର ସରପଞ୍ଚ ସମିତି ସଭ୍ୟ ଗରିବ ଲୋକଙ୍କ ପାଇଁ କାମ କିଛି ହଉନାହିଁ, ଆମ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ସେଥିପାଇଁ ମୁଁ ଭାବିଲି ମୋ ସରପଞ୍ଚ ସମିତି ସଭ୍ୟ ବି କ୍ଷୋଭ ପ୍ରକାଶ କରୁଛନ୍ତି, ସେଥିପାଇଁ ମୁଁ ବିଜୁ ଜନତା ଦଳରୁ ଇସ୍ତଫା। ମଝିରେ ଗୋଟେ ଚର୍ଚ୍ଚା ଆସୁଥିଲା ଜୋରଦାର ଯେ ଆପଣ ବିଜେପିରେ ହୁଏତ ସାମିଲ ହେଇପାରନ୍ତି ବୋଲି, ସେ ଚର୍ଚ୍ଚା ବିଷୟରେ କଣ କହିବେ? ସେ ଚର୍ଚ୍ଚା ବିଷୟରେ ମୁଁ ତ ବର୍ତ୍ତମାନ କିଛି ସ୍ଥିର କରିନାହିଁ। କାଲି ଇସ୍ତଫା ଦେଇକି ମୁଁ ସ୍ଥିର କରିନି। ଆଗାମୀ ଦିନରେ ଯଦି ସ୍ଥିର କରିବି ଆପଣମାନଙ୍କୁ ନିଶ୍ଚିନ୍ତ ଜଣେଇବି। ଏମିତି ଯଦି ଅନାସ୍ଥା ଆସିପାରେ ବୋଲି ଗୋଟେ ଚର୍ଚ୍ଚା ଚାଲିଛି, ସେ ନେଇକି ପ୍ରସ୍ତୁତ ଅଛନ୍ତି ଆପଣ? ହଁ, ମୁଁ ପ୍ରସ୍ତୁତ ଅଛି। ସେଥିପାଇଁ ଅନାସ୍ଥାରେ ଆପଣଙ୍କର କିଛି ବାଜିମାତ କରିବେ ବୋଲି ଯଦି ଅନାସ୍ଥା ଆସେ, ତ ଆପଣଙ୍କ ଉପରେ ଆପଣଙ୍କର ଯୋଉ ସମିତି ସଭ୍ୟ ମାନେ କହିଛନ୍ତି ସେମାନେ ନିଶ୍ଚୟ ଆପଣଙ୍କ ଉପରେ ଆସ୍ଥା ରଖିବେ ବୋଲି ଭାବୁଛନ୍ତି କି? ହଁ, ନିଶ୍ଚୟ। ମୁଁ ଭାବିକି ଆସ୍ଥା ରଖିଛି ତାଙ୍କ ଉପରେ ବି।